ନମସ୍କାର। ବ୍ଲଗିଂ ନ କଲା କେମିତି ହେବ ସାର୍ ବସନ୍ତୁ ବ୍ଲଗିଂ କରୁଛି ସାର୍ ଆପଣଙ୍କୁ ବସନ୍ତୁ ଆସନ୍ତୁ ଟିକେ ପହଞ୍ଚ যাব ଟିକେ କ୍ଲର୍କ ମ୍ୟାଡ଼ାମ୍ ଫୋନ୍ କରୁଛନ୍ତି ଟିକେ
तुमको भी है तो ये क्या सिलसिले हो गए। बेवफा हम नहीं, बेवफा तुम नहीं, तो क्यों इतने गिले हो गए। चलते चलते कैसे ये फासले हो गए। तथा आज सभार जी चर्चार मुख्य आम समस्त प्रियतम शिक्षक श्रीजुक्त प्रताप चंद्र त्रिपाठी सार से केवल जड़े छात्र बत्सल शिक्षक नथिले, एकाधारे थिले जड़े सुसाहित्यक, समाजसेवी, शांतशिष्ट, प्रकृत प्रेमी एवं अतीव सरल स्वभावर मनीष। मोर नाम मंदाकिनी प्रधान एवं मु 10म श्रेणी पढ़ुची। आज मोर गुरु प्रताप चंद्र त्रिपाठी सार विदाय समारोह में मुझे विषय मोर किसी भावना प्रकाश करने चाहूँगी। प्रिय बंधुगण, आमर प्रिय शिक्षकों विदाय समारोह आयोजन करने केते दुखदायक, तथापि आम दुखित होगा उचित नुहे एवं खुशी विदाय देवा उचित। आपण मोर सर्वोत्तम शिक्षक एवं सर्वदा आम हृदय रे। आज यही विदाय सतरूप ग्रहण करूँ एवं आम जीवन को सरस सुंदर गढ़ी तोड़ू। सार शिक्षा और भलपाइबा आमको सबुबले ठीक रास्ता चलने प्रेरित कर। एतिकी दुखर कथा जे आम 10म श्रेणी भाई और भौणी मैंने जो मैंने संस्कृत को तृतीय विषय रूप नहीं बहुत असुविधा हो कहीं सार आ मार्गदर्शन करने आम ग्रहण में नथिले, किंतु समय हाथ में आम समस्ते प्रार्थना करुच्छे जे सार अवसर जीवन भगवान आशीर्वाद कराई रहे एवं यही आत्मा जीवन श्रेष्ठ सार दूर रखना कहीं आशीर्वाद आम उपर एवं आम स्कूल उपर सर्वदा रही। आम आपको बहुत भल पाऊ, आमको बहुत मन पड़े। एथि विदाय भाषण शेष करुच्छे। प्रधान शिक्षक सबू काम कराइदेवे सबू करदेवे मोर समस्त अति आदर स्नेह शिक्षक शिक्षयित्री मैंने कहली समस्त जब आम गोटे मिलित भाव परिवार भाव जमीक पिता माता घरे परिवार थे पुओ झील मैंने जमी सहयोग करते प्रत्येक क्षेत्र में जोटा कि अपारगता आसे से आम पारगता हो जमी सम्मुख आम छड़ा हो कम कराइबा एवं सब विद्यालय श्रृंखला रक्षा करने चेष्टा करवा पिलाने किपरि भल पाठ पढ़े से सब चेष्टा करवा पिला पदे कहली से किपरि विशृंखलित न हो आगामी दिन में भल पाठ पढ़ी भल नंबर रखी जमीक यही विद्यालय आज पर्यंत सुनाम रही आसी सब तत्पर हे कहीं तुमको प्रवर्ताइले प्रवर्तन केवे पड़ो ना सब प्रार्थना सभा पूर्व पहुँचवा एवं चाहिए आम जब ये अनुशासन भितर अनुशासित हो रहा विद्यालय भितर विद्यालय बाहर सहर बजार सब
ଶିକ୍ଷକମାନେ ତୁମେ ସବୁବେଳେ ବାପା ମା ଘରେ ସ୍କୁଲକୁ ପଠାଇଥାନ୍ତି କେଉଁ ଆଶା ନେଇ ତୁମ ପିଛା ତୁମର ଯାବତୀୟ ଖର୍ଚ୍ଚ ବହନ କରି ତୁମକୁ ଯେଉଁ ବିଦ୍ୟାଳୟକୁ ପଠାଉଛନ୍ତି ପିତାମାତା କାହିଁକି ସୁରାଟ ଯିବାକୁ ଦୋକାନରେ ହଳିଆ ରହିବାକୁ ଆମେ ପାଠ ପଢ଼ିବାକୁ କହୁଛୁ ପାଠ ପଢ଼େଇଲେ ଯେମିତିକି ଆମେ ଗୋଟେ ହାଣ୍ଡିରେ ଚାଉଳ ରଖିଥିବା ଗୋଟିଏ ଡବାରେ ପଇସା ରଖିଥିବା ଚାଉଳ ମୁଠରେ ଦେଲେ ଚାଉଳ ସରିଯାଏ ମନ୍ଦିରକୁ ଯାଇ ଟଙ୍କା ଏତିକି ମୁଁ କାମନା କରିବି ମୋର ଅତି ଶ୍ରଦ୍ଧେୟ ଛାତ୍ରଛାତ୍ରୀ ତାଙ୍କର ଭବିଷ୍ୟତରେ ଯେମିତିକି ବିଶୃଙ୍ଖଳିତ ନ ହୋଇ ଶୃଙ୍ଖଳିତ ଭାବରେ ଶିକ୍ଷା ଗ୍ରହଣ କରିବେ ଏବଂ ମୋର ଶିକ୍ଷକ ଶିକ୍ଷୟିତ୍ରୀ ବନ୍ଧୁ ଭାଇମାନେ ମଧ୍ୟ ସେମିତି ଶିକ୍ଷା ପ୍ରଦାନ କରିବେ ଯେମିତିକି ଆମର ଅତୀତରେ ଏହି ବିଦ୍ୟାଳୟର ସୁନାମ ଥିଲା ରହିଛି ଆଉ ରହିବ ମୁଁ ଯେତେବେଳେ ଶୁଣିଲେ ବା ଏଠିକି ଆସିଲେ ମୁଁ ତ ବ୍ରହ୍ମପୁରରେ ରହୁଛି ନା ପ୍ରାୟ ସବୁବେଳେ ମୋ ସ୍କୁଲକୁ ବା ଏଇ ଗ୍ରାମକୁ ଆସୁଛି ଯେତେବେଳେ ଆସିଲେ ଯେମିତିକି ମୋ ପିଲେ ବିଶୃଙ୍ଖଳିତ ହେଲେନି ବାଡ଼ାବାଡ଼ି ହେବେନି କୌଣସି ପ୍ରକାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୌଣସି ପ୍ରକାର ସେଠି ଅପ୍ରତିକ ପରିବେଶ ସୃଷ୍ଟି ନ କରି ତାଙ୍କ ସାମ୍ନାରେ ଛିଡ଼ା ହେବେନି ଯେତେବେଳେ ଏହିପରି ଶୁଣିବି ସେତେବେଳେ ମୁଁ ମୋର ପୁନରା ଆଖିଟା ଆଗିଯିବ ଆଉ ଟିକେ ମୁଁ ଆହୁରି ଅଧିକା ଖୁସି ହେବି ତେଣୁ ପରିଶେଷରେ ଏତିକି କହିବି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି ସେଇ ଜଗତର ନାଥ ଜଗନ୍ନାଥ ତୁମ ଉପରେ ସବୁବେଳେ ଆଶିଷ ବୃଷ୍ଟି କରି ତୁମକୁ ସବୁବେଳେ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ କେବେ ହେଲେ ବିଶୃଙ୍ଖଳିତ ହୁଅ ନାହିଁ ତେଣୁ ଆମେ ସବୁବେଳେ ଆମର କର୍ମଭୂମି କର୍ମଣ୍ୟକୁ ଆଧାର କରିନେବା ତେଣୁକରି ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଥିଲେ କର୍ମଣ୍ୟେ ବାଧିକା ବସ୍ତୁ ମା ଫଳେଷୁ କଦାଚନ ଆମେ ଆମର କର୍ମ କରିଯିବା ଫଳକୁ ଆଶା କରିବା ନାହିଁ ସେଟା ଭଗବାନଙ୍କ ଉପରେ ନ୍ୟସ୍ତ କରିଦେବା ପାଠ ପଢ଼ିବାରେ କୋଉଦିନ ଶୁକ୍ରବାର ଥରେ ବହି ଓଲଟେଇ ଯିବା ପରୀକ୍ଷା ହାତରେ ଯାଇକି ବସିବା କଳମଟା ପାଟିରେ ମାରିକି ଫେନ୍ ରହିବା ଶେଷରେ ଦୁଃଖ କରିବା ଯେ ମୋ ପରୀକ୍ଷାରେ ଫେଲ୍ ହେଲି ମୋଠୁ ଛାତ୍ରଛାତ୍ରୀମାନେ ଉପରକୁ ଚାଲିଗଲେ ମୁଁ ରହିଗଲି ତେଣୁ ଆମେ ଆମର କର୍ତ୍ତବ୍ୟ କରିବା ସେଇ କର୍ତ୍ତବ୍ୟନିଷ୍ଠ ସେଇ କର୍ମ ଆମେ ଭଗବାନଙ୍କ ଉପରେ ଛାଡ଼ିଦେବା ଯାହାଫଳରେ ଭଗବାନ ଆମ ଉପରେ ଯେଉଁ ଅନୁକମ୍ପା ସୃଷ୍ଟି କରିବେ ଆଶୀର୍ବାଦ ସୃଷ୍ଟି କରିବେ ତାହେଲେ ଆମର ଚରପଦଟା ସବୁବେଳେ କଣ୍ଟା ଉପରେ ଚାଲିଲେ ମଧ୍ୟ ତାହା କଣ୍ଟା ହୋଇରହିବ ନାହିଁ ତାହା ଫୁଲ ହୋଇଯିବ ତେଣୁ ମୋର ଏଇ କଥା